17 ଗଣ୍ଠି ସିଲେଇ ହଉ ଶାଢୀ ଗରିବ ଘରେ ଜନ୍ମ ହେଇଥା ଯଦି ଚରିତ୍ର ଠିକ ଅଛି ନାରୀର ନାରୀତ୍ୱ ବଞ୍ଚିଛି ଜଗତରେ ସେଇ ହଉଛି ସତୀ ସାଧୀ ପତିବ୍ରତା ନାରୀ। ଆଉ ନାରୀ ଯଦି କୁଳତା ହେଇଗଲା ତାହେଲେ ସମାଜରେ ଧର୍ମ ଅବକ୍ଷୟ ହେଇଯାଏ। ତାହେଲେ ଜଗତରେ ଯୋଉ ଝିଅ ସ୍ୱାମୀ କଥା ମାନିଛି ମା ଜୀବନରେ ଦୁଃଖ ଆସିନି। ସେଦିନ ମା ସୀତାଙ୍କୁ ଦେଖନ୍ତୁ କି ଏ ପାଖରେ ଆପଣ ମାନଙ୍କର ସତୀଙ୍କୁ ଦେଖନ୍ତୁ। କାଲି ସେଇ କଥା କହୁଥିଲି ସତୀ କାହିଁକି ଏତେ ବାଟ ଗଲେ କାହିଁକି ଝାସ ଦେଲା ଯାଏ ଗଲେ ନା ନିଜର କର୍ମ ପାଇଁ ପ୍ରାରବ୍ଧର କର୍ମ ପାଇଁ ମଣିଷ ବର୍ତ୍ତମାନ ଭାଗ୍ୟକୁ ଭୋଗ କରେ। କହିଲେ କର୍ମ ଫଳ ପ୍ରାଣୀ ଅବଶ୍ୟ ବୁନ୍ଦ ରୋଧିବାକୁ କର୍ମ ଫଳ ଏପଟ ସେପଟ ହେଇଗଲା ବେଳେ ଯୋଉ କଥା କହିଲେ ସେଦିନ ମହାରାଜ ଦଶରଥ ଯାଇଛନ୍ତି ମୃଗୟାକୁ ବୁଧୁ ବୁଧୁ ଶବ୍ଦ ଶୁଭିଲା ବିଚାର କଲେ କୌଣସି ବନ୍ୟଜନ୍ତୁ ପାଣି ପିଉଛି ଶବ୍ଦ ଭେଦି ବାଣ ମାରିଦେଲେ ମାରିଲା ପରେ ଶ୍ରବଣ କୁମାର ଦିହରେ ବାଜିଲା ଶ୍ରବଣ କୁମାର ମରିଗଲା। ଦେଖନ୍ତୁ ଶ୍ରବଣ କୁମାରକୁ ମାରିଲା ପରେ ଶ୍ରବଣ କୁମାର କହିଲା ମୁଁ ବାପା ମାଙ୍କର ଗୋଟିଏ ବୋଲି ପୁଅ କାନ୍ଧରେ ଭାର ବୋହି ମୁଁ କେତେ ବଡ କଥା କରିଛି। କଥାରେ କହନ୍ତି ଶ୍ରବଣ କୁମାର ପରି ମୁଁ ହେବି ନିଜ କାନ୍ଧେ ବାପା ମା ଭାର ମୁଁ ବୋହି ଗୋଟେ ଗୀତ ଥିଲା କିଆ ଯିବି ମୁଁ ମନ୍ଦିର କିଆ ବୁଝିବି ଠାକୁର। ଦେଖନ୍ତୁ ଶ୍ରବଣ କୁମାର ଭଳି ପୁଅ ଜନ୍ମ କରନ୍ତୁନି। ଭଲ ପୁଅ କଣ କାନ୍ଧରେ ବୋହି ନେଲା ଅଧା ବାଟରେ ଛାଡି ଦେଇ ନିଜେ ମଲା ବାପା ମା ତା ବିଚ୍ଛେଦରେ ମଲେ। ତାହେଲେ ଶ୍ରବଣ କୁମାର ଭଲ ପୁଅ କଣ ରାଜା ମାରିଦେଲା ପରେ ୟାକୁ ଅଭିଶାପ ପଡିଲା। ସେଦିନ ଋଷି କହିଲେ ଜଳ କଳେ ସେ ଆଣିଲା ପରେ ଶ୍ରବଣ କୁମାର କହିଲା ମୋ ବାପା ମା ପିପାସିତ କଣ୍ଠ ପାଣି ଟିକେ ନେଇ ତା ମୁହଁରେ ଦେଇଦବ। ରାଜା ଯେତେବେଳେ ଆସନ୍ତି ପାଦ ଶବ୍ଦ ଶୁଭୁଛି ଅନ୍ଧମୁନି ଡାକୁଛନ୍ତି ଶ୍ରବଣ ଆସିଲୁ ଭାରି ଖୁସି ହେଇଗଲେ ପାଣି କଳସି ଯାଇଛନ୍ତି। ଆରେ କହୁନୁ କଣ କିଛି ନୀରବ ରହିଲେ। ରାଜା ବିଚାର କଲେ ଇଏ ପାଣି ପିଇ ସାରନ୍ତୁ ତାଙ୍କ କଥା କହିବି। ଇଏ କହିଲେ ଯଦି ନ କହିବୁ କଥା ଆମେ ପାଣି ପିଇବୁନି। ରାଜା ବାଧ୍ୟ ହେଲେ କହିଲେ ତମ ପୁଅକୁ ମୁଁ ମାରି ଦେଇଛି। ଆପଣ କିଏ ସେ ନା ମୁଁ ଅଯୋଧ୍ୟାର ରାଜା ଦଶରଥ। କହିଲେ ରାଜନ ମୋ ପୁଅକୁ ଯେମିତି ଆପଣ ମାରି ଦେଇଛନ୍ତି ମୋ ପୁଅକୁ ମୁହଁ ନ ଦେଖି ମୁଁ ମରୁଛି ଆପଣ ମଲା ବେଳେ ଆପଣଙ୍କ ପୁଅ ମୁହଁ ଦେଖିବେନି ମରିବେ ଅଭିଶାପ ମିଳିଲା। ଆଚ୍ଛା ଜଣକୁ ଅଭିଶାପ ମିଳିଲେ ସେ କାନ୍ଦିବା କଥା କିନ୍ତୁ ରାଜା ଠୋ ଠୋ ହସିଲେ କହିଲେ ଋଷି ଏମିତି ବି ପୁଅ ନ ଦେଖି ମରିଥାନ୍ତି ନା କାହିଁକି ନା ମୋର ପୁଅ ଝିଅ କିଛି ନାହାନ୍ତି ଆଉ ତମେ ଅଭିଶାପ କଣଟେ ଦେଲ ନା ଯଦି ନାହାନ୍ତି ତାହେଲେ ହବ ମଲା ବେଳେ ଦେଖିବନି। ରାଜା ଆହୁରି ଖୁସି ହେଲେ କହିଲେ ମଲା ବେଳେ ନ ଦେଖିଲେ ନାହିଁ ବାକି ତକ ସମୟ ତ ଦେଖିବି। ଦେଖନ୍ତୁ ତାହେଲେ ଇଏ ମାରିଲା ପରେ ତାଙ୍କର ଅପକାର ହେଇନି ଉପକାର ହେଲା। କାହିଁକି ନା କର୍ମ ଫଳ ପାଇଁ ଏଠି ଦୋଷୀ ନୁହଁ ରାଜା ଦଶରଥ ୟାଙ୍କ ବାଣରେ ସିନା ମଲା କିନ୍ତୁ ରାଜା ଦଶରଥ ଦୋଷୀ ନୁହଁ। କାହିଁକି ଆପଣ ଦେଖନ୍ତୁ ଇଏ ଶ୍ରବଣ କୁମାର ପୂର୍ବ ଜନ୍ମର ଅଭିଶାପ ଫଳ। ରାଜା ଛୁଆ ସମୁଦ୍ର କୂଳରେ ବୁଲୁଛି ମାଲୁ ପକ୍ଷୀ ମାନେ ବସିଛନ୍ତି ଖିଆଲ କୌତୁକ ବଶତଃ ତୀର ମାରିଦେଲା ବଗ ଦେହରେ ବାଣ ବାଜିଲା ବଗୁଲି ସେଇଠି ଛଟ ଛଟ ହଉଛି। କହିଲା ମୋ ସ୍ୱାମୀ କି ବିନା କାରଣରେ ଜଳ ଘଟରେ ଯିଏ ମାରିଛି ସିଏ ସେମିତି ବିନା କାରଣରେ ଜଳ ଘଟରେ ମରିବ ଏକଥା ଧ୍ରୁବ ସତ୍ୟ। ସେଦିନର ଅଭିଶାପ ପାଇଁ ସିଏ ତ ଜଣକୁ ମାରିଥିଲା ସେମିତି ଜଳ ଘାଟରେ ମଲା। ସେଠି ଦଶରଥଙ୍କର ଦୋଷ କଣ ଅଭିଶାପ ଉଦୟନାଥ ରଥ ଶର୍ମା ପାଲା ଜଗତର ଜଣେ ଦିଗ୍ଦନ୍ତୀ ପୁରୁଷ ପାଲା ଆକାଶର କେଶରୀ ଗାୟକ କେଶରୀ ଉପାଧି ମିଳିଥିଲା ସିଂହ। ସିଏ କହିଲେ ଅଭିଶାପରୁ କେହି ମୁକ୍ତି ପାଇନି। ଅବିବେକ ଯିଏ ଯୁକ୍ତି କରିବ ସିନା ଅଭିଶାପରୁ ଆଜ୍ଞା କାହାକୁ ମୁକ୍ତି ମିଳିନି। ଅଭିଶାପ ପାଇଲେ ବୋଲି ଶ୍ରବଣ କୁମାର ମଲ୍ଲେ ଜଳ ଘାଟରେ ଅଭିଶାପ ପାଇଲେ ବୋଲି ପୁଅ ରାମକୁ ଆଖିରେ ଦଶରଥ ଦେଖିଲେ କହିଲେ ମଲା ବେଳେ ନ ଦେଖିଲେ ନାହିଁ ବାକି ତକ ତ ଦେଖିବି। ମଲା ବେଳୁ କଣ ମିଳିବ ଏମିତି ତ ମୋଟେ ଦେଖିନଥାନ୍ତି ଏମିତି ଯାହା ହେଲେ ତ ଦେଖିଦେଲି। ତାହେଲେ ଏଠି ଅଭିଶାପଟା ଏଠି କାମ ଦେଲା। କାରଣ ଆପଣ ଦେଖନ୍ତୁ ବ୍ରହ୍ମଜ୍ଞାନ ଶୁଣିଲେ ପରୀକ୍ଷିତ ମହାରାଜ କାହିଁକି ନା ସେଦିନ ଜଙ୍ଗଲକୁ ଯାଇଛନ୍ତି କହିଲେ
ନ୍ୟାୟ କେତେଟା ଆଜ୍ଞା ରାଜା ପରୀକ୍ଷିତ ଏଡେ ଅହଙ୍କାରୀ ହଁ ଯୌବନ ଉଦ୍ଧତ ମଣିଷ ଧନର ପ୍ରାଚୁର୍ଯ୍ୟ ଭିତରେ ରହିଲା ବେଳେ ଆପେ ଅହଙ୍କାର ଆସିବ ଆପଣ ଉଚ୍ଚ ଅଟ୍ଟାଳିକାରେ ଛିଡା ହେଇଛନ୍ତି ହଁ ଆପଣ ବିଞ୍ଚଣା ଧରି ଲାଇନ କଟି ଯାଇଛି ହଁ ଯୋଉ ଢଙ୍ଗରେ ବୁଲିବେ ହଁ ଯେ ତାଳ ବରଡା ଭିତରେ ଅଛି ସେ କଣ ସେଇ ଆଡରେ ବୁଲିବ ନାଇଁ ସେ ଢଙ୍ଗ କଣ ଆସିବ ହଁ ସାଇକେଲ ଧରି ଆପଣ ପାଲା ଦେଖି ଆସିଛନ୍ତି ଆଜ୍ଞା ଆପଣ ଯୋଉ ଷ୍ଟାଇଲରେ ଆସିବେ ହଁ ଯେ କାରରେ ବୁଲେଟରେ ଆସୁଛି ସେ କଣ ସେମିତି ଆସିବ ନାଇଁ ନା ତାର ଆଉ ଟିକେ ଅଲଗା ନା ଆଉ ଯିଏ ଗୁଣ୍ଡି ଖାଉଛି ହଁ ତା ପାଟି ଯେମିତି ହଁ ସେ ପାଟି ଚିପିକି କଥା କହିବ ଛେପ ଅଲଗା ଜାଗାରେ ପକେଇବ ପକେଇବ ନା। କାଳେ କିଏ ଦେଖିଦବ ଗୁଣ୍ଡି ଖାଇଛି ବାସନା ଆଉ ଯିଏ ଲାଗିବ ପାନ ଖାଇଛି ହଁ ସେ କଣ ସେମିତି ଯିବ ନାଇଁ ସେ ପାନ ଖାଇ ସମସ୍ତଙ୍କ ମୁହଁ ଆଗରେ କଥା କହିବ କାହିଁ ବାସନା ପାନ ଖାଇଛି ସୁରଭି ଡିଲକ୍ସ ଆଉ 121 ପାନ ଖାଇଛି ବାସନା ହଉଛି ହଁ ଇଏ କେମିତି ହବ ଇଏ ଲୁଚିବ କିନ୍ତୁ ସେ ଦେଖେଇ ହବ ଆଜ୍ଞା ଏଠି ରାଜା ଯେତେବେଳେ ଯାଉଛନ୍ତି ମୃଗୟାକୁ ବାଟରେ ଗୋଟେ ସର୍ପ ପଡିଛି ଆଜ୍ଞା ମାନେ ଆମେ କାହାର ଉପକାର କରିପାରିବାନି ଅପକାର କାହିଁ କରିବା କାହାକୁ ଗଣ୍ଡେ ଖାଇବାକୁ ଦେଇପାରିବାନି କିଏ ଭାତ ଖାଇବ ତା ଦେହରେ ବାଲି ପକେଇବା କାହାକୁ ଆଲୁଅ ଦେଖେଇ ପାରିବାନି କାହାକୁ ଖଣ୍ଡିଆ କୋଉ କାହିଁ ପେଲିବା ନା ଅସହାୟ ଅବସ୍ଥାରେ ସର୍ପ ପଡିଛି ଆଜ୍ଞା ଚଳି ପାରୁନି ନାଇଁ ଏଡେ ଯୌବନ ଉଦ୍ଧତ ହଁ ରାଜା ସେଦିନ ହଁ ସରମୁନରେ ଧରି ତାକୁ ଛାଟି ଦେଲେ ଫିଙ୍ଗିଦେଲେ ଦେଖନ୍ତୁ ଆଜ୍ଞା ଛାଟି ନାହାନ୍ତି କାହିଁକି କହୁଛି ଏ କଥା ପରୀକ୍ଷିତ ରାଜା ହଁ ମୃଗୟା ମୃଗ ପଛରେ ଗୋଡେଇଛନ୍ତି ହଁ ମୃଗ ପଛରେ ଗୋଡେଇବା ପରେ ହଁ ସେଦିନ ଦେଖିଲେ ମୃଗ କୁଆଡେ ଅନ୍ତର୍ଧାନ ହେଇଗଲା ଆଜ୍ଞା ସାଧୁ ଜଣେ ତପସ୍ୟା କରୁଛନ୍ତି ଓ ବାବାଜୀ ଏ ମୃଗ କୁଆଡେ ଗଲା କୁଆଡେ ଗଲା ଦେଖନ୍ତୁ ଦୋଷୀ କେତେ ଜଣ ଜୀବ ହତ୍ୟାରେ 8 ଜଣ ଦୋଷୀ 8 ଜଣ ଆପଣ ମାନେ ମା କହିବେ ମୁଁ ଆଇଁଷ ଖାଉନି ଖାଉନି ମୋର ଦୋଷ ନାହିଁ ମୋର ଦୋଷ ନାହିଁ ହଁ କିନ୍ତୁ ଆପଣ ପ୍ରଥମ ଦୋଷୀ ହଁ ଯିଏ ପାଳିଛି ହଁ ମଧ୍ୟ ଜୀବ ଛେଳି ହଉ ମେଣ୍ଢା ହଉ କୁକୁଡ଼ା ହଉ ଆଜ୍ଞା ଯିଏ ପାଳିଲା ଦୋଷ ଦୋଷ ଯିଏ ବିକିଲା ଦୋଷ ହଁ ଯିଏ କିଣିଲା ଦୋଷ ହଁ ଯିଏ କାଟିଲା ଦୋଷ ହଁ ଯିଏ ଆଣିଲା ଦୋଷ ହଁ ଯିଏ ରୋଷେଇ କଲା ଦୋଷ Yes. ଯିଏ ଦେଖିଲା ଦୋଷ ହଁ ଯିଏ ବାଢିକି ଦେଲା ତାର ଦୋଷ ତାର ଦୋଷ ତମେ କହିବ ମୁଁ ତ ମାଂସ ଖାଉନି ଖାଲି ଖାସି ମାଂସ ରାନ୍ଧିକି ଦେଇଦେଲି ରାନ୍ଧିକି ତମେ ହଉଛ ଅସଲ ସିଝେଇକି ଦେଇଛ ହଁ 8 ଜଣ ଏଥିରେ ଦୋଷୀ ଆଜ୍ଞା ତାହେଲେ ସେଦିନ ହଁ ପଚାରିଲେ ମୃଗ କୁଆଡେ ଗଲା କୁଆଡେ ଗଲା ବାବାଜୀ ବାବାଜୀ? କହିଲେ ଯଦି କହିବି ମାରିଦବ ହଁ ମୁଁ କାହିଁ କହିବି ଅଯଥାରେ କିଛି ନୀରବ ରହିଲେ ଯେତେବେଳେ ହଁ ସେଇ ସାପକୁ ନେଇ ହଁ ମଲା ସାପକୁ ହଁ ବାବାଜୀ ବେକରେ ପକେଇଦେଲେ ଆରେ କେତେ ଉଦ୍ଧତ ବାବାଜୀ କିଛି କହିପାରୁନାହାନ୍ତି ନାଇଁ ନାଇଁ ସାପ ସରଳ ସାଧୁ ହଁ ତାଙ୍କ ପୁଅ ଆସି ପହଞ୍ଚିଗଲେ ହଁ ଭୂମିକ ଋଷି ପହଞ୍ଚିଲେ କହିଲେ ବାପାଙ୍କ ବେକରେ ମଲା ସାପ କିଏ ପକେଇଲା ଏ କି ଅବସ୍ଥା କି କିଏ ସେ କଥା କରିଛି ଏ ହେ ଯିଏ ମୋ ବାପା ବେକରେ ମଲା ସାପ ପକେଇଛି ହଁ ତାକୁ 7 ଦିନ ଭିତରେ ତକ୍ଷକ ଦଂଶନ କିଏ ପଇଲା ଯାହା ବେକରେ ସିଏ କିଛି କହିନି ନାଇଁ ଯିଏ ବେକାର ଲୋକ ଆସି କହିଲାଣି ଆଖି ଦେଖେ ଆଜ୍ଞା କାନ ଶୁଣେ ହଁ କିନ୍ତୁ କହିବ କିଏ ସକାଳୁ ଯଦି କିଏ ପଚାରିବ ହଁ ଭାଇ ପାଲା ହଉଛି ତ କଣିଆରେ ହଁ ପାଲା କେମିତି ହଉଛି ହଁ ନା ବାଗ ନାହିଁ ନାଇଁ କହିଲା କିଏ ପାଟି ଆଖି ତ ଦେଖିଲା ହଁ କାନ ଶୁଣିଲା ହଁ କାନ କହିଲାନି କି ଆଖି ଦେଖିଲାନି ନାଇଁ ପାଟି ଟାଉଟର କହିଦେଇ ବସିଲାଣି କହିଦେବ ପଳେଇଆ। ସିଏ କହିଲା ହଁ କିଛି ହଉନି ହଁ ତେଣୁ ଜଣେ ଦୋଷ କରୁଛି yes ଜଣଙ୍କ ଉପରେ ପଡିଛି ହଁ ଯାହା ଉପରେ ପଡିଛି ସିଏ କିଛି କହୁନି ନାଇଁ ବିନା କାରଣରେ ଆଉ ଜଣେ ଆସି ଅଭିଶାପ ଦେଇ ସାରିଲାଣି ଦିଶାଲାଣି ଆଉ ହାତ ଯୋଡିଦେଲେ ଋଷି ହଁ କହିଲେ ପୁଅ କେଡେ ବଡ ଭୁଲ କଲୁ ଏ ଏ ପଡିଛି ମୋ ଉପରେ ହଁ ତୁ କାହିଁକି ତାଙ୍କୁ ଅଭିଶାପ ଦେଲୁ ଦେଲୁ ମୁଁ ତ ସିଏ ରାଜା ହଁ ସିଏ ରାଜା ଆଜ୍ଞା କହିଲେ ସିଏ ରାଜା ହଁ ଅଭିଶାପ ଦେବାକୁ ତୁ କିଏ କିଏ ରାଜାଙ୍କ ପାଖ ଖବର ପଠେଇଦେଲେ ମଣିମା ହଁ ଅଭିଶାପ ପଡିଛି ହଁ ଭୁଲ ହବନି ଋଷି ଅଭିଶାପ ଆପଣ ପ୍ରତିକାର ପ୍ରତି ଚିନ୍ତା କରନ୍ତୁ କରନ୍ତୁ କଣ କରିବି କଣ? ନା 7 ଦିନ ପରେ ତକ୍ଷକ ଦଂଶନ କରିବ ହଁ ଆପଣ ଗୋଟେ କଥା କରନ୍ତୁ କଣ ଆପଣ ବ୍ରହ୍ମଜ୍ଞାନ ଶୁଣନ୍ତୁ ଶୁଣନ୍ତୁ ମୁକ୍ତି ପାଇବେ ଶୁଣିବେ କୋଉଠୁ ହଁ ଯାଇ ଆଗେ ମଣିଷର ଆଜ୍ଞା ରୋଗୀର ଡାକ୍ତର ଉପରେ ଭରସା ରହିବା ଦରକାର ଠିକ ଯଦି ଡାକ୍ତର ଉପରେ ଭରସା ରହିଲା ରୋଗ ଭଲ ହବ ଆଜ୍ଞା ଯଦି ତମେ ଭାବିବ ଇଏ କୋଉ ଡାକ୍ତର ହବ କୋଉ ବଟିକା ଦବ ହଁ ହବନି କେମିତି ଭଲ ହବ ଆଗେ ଭରସା ହଁ କରିବ କିଏ ନା ଜଣେ 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 ସିଦ୍ଧ ସାଧକ ସୁକ ମହାମୁନି ହଁ ସିଏ କହିବେ ହଁ ଆପଣ ଶୁଣିବେ ଶୁଣିବେ ଆଉ ସୁକ ମହାମୁନି ବ୍ରହ୍ମଜ୍ଞାନ କହିଲେ ଆଜ୍ଞା ପରୀକ୍ଷିତ ତ ଶୁଣିଲେ ହଁ 7 ଦିନ ବ୍ରହ୍ମଜ୍ଞାନ ଶୁଣିଲେ ଆଜ୍ଞା ଇଏ କାହିଁକି ତକ୍ଷକ ପୁଣି କାମୁଡିଲା ପୁଣି ଦଂଶନ କଲା ତ ଆଉ ମୁଖ୍ୟ ପଦ ମିଳିଛି ନାଇଁ ନାଇଁ ତକ୍ଷକ କାମୁଡି ଦେଲା ହଁ ଦେଖନ୍ତୁ କାହିଁକି ଆପଣ କାମୁଡିଲା ବ୍ରହ୍ମଜ୍ଞାନ ଶୁଣିଲେ କୁଆଡେ ବଞ୍ଚି ଯାଆନ୍ତି ବୋଲି କହନ୍ତି ଆଜ୍ଞା ଏଇଥିପାଇଁ ଛୋଟିଆ କଥା ପଡି ଯାଉଛି ଆଉ ବସି କରି ଶୁଣୁଥିବେ ମୋ ପଣ୍ଡିତ ସେ ଗୁଣଗ୍ରାହୀ ବିବେକୀ ପଣ୍ଡିତ ମହୋଦୟ ହଁ ମାଲୁ ସେଦିନ ଭଗବାନ ଶିବ ଆଜ୍ଞା ବ୍ରହ୍ମଜ୍ଞାନ କହୁଛନ୍ତି ମା ପାର୍ବତୀ ପାର୍ବତୀକି ଶୁଣାଉଛନ୍ତି ପାର୍ବତୀ ମା ଶୁଣୁ ଶୁଣୁ ବାସ୍ ଇଏ ଶୋଇପଡିଲେ ଶୋଇପଡିଲେ ଶୋଇପଡିଲା ପରେ ଶୁଖିଲା ହାଡଟା ଗଛ ଭିତରେ ଥିଲା ଶୁଆର ହଁ ସିଏ ବ୍ରହ୍ମଜ୍ଞାନ ଶୁଣି ଶୁଣି ଜୀବନ ଦାନ ପାଇଗଲାଣି ହଁ ମା ପାର୍ବତୀ ଶୋଇଲା ପରେ ସେ ହୁଁ 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 କରୁଛି ବାହ ଶିବ ଚାହିଁଲେ କହିଲେ କିଏ ସେ ଇଏ
ଖାଇଲା ବେଳକୁ ଶୁଆ ହଁ ଯୋଉ ବ୍ରହ୍ମ ଜ୍ଞାନ ଶୁଣି ହଁ ଶୁଖିଲା ହାଡଟା ଜୀବନ ଦାନ ପାଇଲା ଆଜ୍ଞା ସେଇ ବ୍ରହ୍ମ ଜ୍ଞାନ ଶୁଣି ହଁ। ପରୀକ୍ଷିତ ମହାରାଜ ମଲେ କାହିଁକି ମଲେ ତ ନା ଏଇଟା ହଉଛି ଅଭିଶାପ କର୍ମ ଫଳ ପାଇଁ ହଁ। ଇଏ ବ୍ରହ୍ମ ଜ୍ଞାନ ଶୁଣିଲେ ମଧ୍ୟ ମଲେ ଆଜ୍ଞା କିନ୍ତୁ ସିଏ ବ୍ରହ୍ମ ଜ୍ଞାନ ଶୁଣି ବଞ୍ଚିବାର କାରଣ କଣ? ନିତ୍ୟ ବୈକୁଣ୍ଠରେ ରାସ ଚାଲିଛି ଆଜ୍ଞା ଭଗବାନ ନାରାୟଣଙ୍କ ପାଇଁ ହଁ। ସେଦିନ ତ ମା ରାଧା ହଁ। କହିଲେ ସିଏ ଆସିଲେ ତା ନାଁ ଧରିବ କେହି ନାଁ ଧରିବନି କିନ୍ତୁ ଏ ଶୁଆ ପକ୍ଷୀ ଯେତେବେଳେ ଆସେ ହଁ। ହେ କୃଷ୍ଣ ଡାକେ ତାର ଅଭ୍ୟାସ। ସବୁଦିନର ଅଭ୍ୟାସ ହଁ ହଁ ସେଇନୁ ମନା କରିଦେଲେ କେମିତି ହବ ହଁ ହବନି ଜଣେ ଯଦି ନଗଦ ମଦ ଛାଡିଛି ହଁ କି ଗଞ୍ଜେଇ ଛାଡିଛି ହଁ କିଛି ଦିନ ଗଲେ ହବ ନା ଆଉ ଆଉ ସାଙ୍ଗେ ସାଙ୍ଗେ ଛାଡି ପାରେ ଆଜି ଛାଡିଛି ହଁ କାଲି ଯଦି ଗାଲା ବେଳକୁ ଗାଁ ମୁଣ୍ଡେ ମଞ୍ଜି କଢା ହଉଥିବ ହଁ କୁଆଡେ ଯିବୁ କି ନା ଯାଉଛି ସିଆଡେ ଯେ ନା ଆସୁନୁ ନା ନାଇଁ ନାଇଁ ମୁଁ ଛାଡିଛି ଛାଡିଛି ପୁଳାଟେ ନଉନୁ କଟେ ହେଇଯିବ କି ମାରିଦବ ପୁଳାଟେ ନା ହଁ ମାରିଦବ ତାର ବାସନା ସମ୍ଭାଳିବ ନଗଦ ଛାଡିଛି ଆଜ୍ଞା ଖାଇବ କେମିତି ଇଏ ତ କହିଦେଲେ ସିନା କୃଷ୍ଣ ନାଁ ଧରିବୁନି ହଁ କିନ୍ତୁ ମା ଯେତେବେଳେ ଭଗବାନ କୃଷ୍ଣ ପଳେଇ ଆସିଲେ ନିତ୍ୟ ରାସ ସ୍ଥଳୀକି ହଁ। ଡାକିଦେଲେ ହେ କୃଷ୍ଣ ରାଧା କହିଲେ ତତେ ପରା ମନା କରିଥିଲି ହଁ ମାରିଦେଲେ ଥାପଡଟେ ହରି। ସେଇ ଶୁଆ ସେଦିନ ମଲା ହଁ ରାଧାରାଣୀ ଅବାକ ହେଇଗଲେ ହଁ କହିଲେ ଶୁଆକୁ ମାରିଦେଲି ମଲା ହଁ। କହିଲେ ଶୁଣୁ ତତେ କଲ୍ୟାଣ କରୁଛି ହଁ ତୁ ହଁ। ଯୋଉଦିନ ବ୍ରହ୍ମ ଜ୍ଞାନ ଶୁଣିବୁ ଶିବଙ୍କ ମୁହଁରୁ ବାସ୍। ସେଇଦିନ ଜୀବଦାନ ପାଇବୁ ପାଇବୁ ଆଉ ତାହେଲେ ସେଦିନର କଥା ପାଇଁ ସେ ସିନା ଜୀବଦାନ ପାଇଲା ସମସ୍ତେ କାହିଁକି ପାଇବେ ପାଇବେନି ଠା ଭାଲିଆ ଗୁଣ କରେ ଠା ଭାଲିଆ ଗୁଣ ଗୁଣ କରେ ସବୁଠି ସବୁ କଥା ସମାନ କାମ ଦବ ବୋଲି ମାନେ ନାହିଁ ନାହିଁ ତାହେଲେ ଇଏ ଅଭିଶାପ ପାଇଁ ହଁ। କେତେ କଥା ଘଟିଛି ଆଜ୍ଞା ତାହେଲେ କିଏ ସେ ସୃଷ୍ଟିରେ ଅଛି ନିଜ କର୍ମ ଫଳକୁ ନିଜ ଧାରରେ ନବ ବୋଲି ନାଇଁ ଏ ନାଇଁ ଜଗତରେ ନେଲା ବାଲା କେହି ନାହିଁ କେହି ନାହିଁ ମା କାହିଁକି ଏ କଥା କହୁଛି ନା ସେଦିନ ଭଗବାନ କୃଷ୍ଣ କହୁଛନ୍ତି ଏ ସଖା ଅର୍ଜୁନ ହଁ ତମେ ହଁ। ବର୍ତ୍ତମାନ ପାଇଁ ବାସ୍ ଯୁଦ୍ଧ କର ଯୁଦ୍ଧ କର। ଯଦି ଯୁଦ୍ଧ କରି ନ ପାରିବ ଭୁଲ ହେଇଯିବ ଭୁଲ ହବ କର୍ମ ଭୁଲ ହେଇଗଲେ ଜୀବନରେ ସବୁ ଭୁଲ ହେଇଯିବ ଆଜ୍ଞା କର୍ମ ମୋହର ନିଜ ଆଉ ହେ ଉଦ୍ଧବ ହଁ କର୍ମ ହଉଛି ଗୁରୁ ଗୁରୁ କର୍ମଠୁ ଗୁରୁ କେହି ନାହିଁ ନାଇଁ ମାଲୋ କର୍ମ ଯଦି ଠିକ ଅଛି ହଁ ଜୀବନରେ ଆପଣ ସବୁ ପାଇବେ ଆଜ୍ଞା ଯଦି କର୍ମ ଭୁଲ ହେଇଗଲା ହଁ। ଜୀବନରେ ସବୁ ଆପଣଙ୍କର ଏପଟ ସେପଟ ହେଇଯିବ ହେଇଯିବ ତାହେଲେ କର୍ମକୁ ଅଗ୍ରାଧିକାର ଦେଲା ବେଳେ ଆଜ୍ଞା ଜଗନ୍ନାଥ ଦାସ କହିଲେ ଜୀବନରେ ଯେତେ କଥା ଅଛି କର୍ମ ବଡ କର୍ମ ବଡ। କର୍ମ ସିନା ବଡ ହଁ। କଣ କରିବୁ ବୋଲେ କର୍ମ କରି ଆହା ସାତ୍ବିକେ ମୋର କର୍ମ କରିବ ଯେ କର୍ମ ଛାଡିବ ଛାଡ଼ିବ ତା ମାନେ କର୍ମ ଗୁରୁ ହେଲେ ବି ହଁ। କର୍ମ ହଉଛି ଦିଟି ଏ ଦିଟି କର୍ମ କଣ କଣ ଦିଟି କର୍ମ ଗୋଟିଏ କରିବ ଗୋଟିଏ ଛାଡିବ ଛାଡ଼ିବ ତମେ ତମ ଘର କାମ କରୁଛ ଆଜ୍ଞା ଦୁଆରେ ମାକି ଆସି ଡାକିବ ହଁ। ମା କଣ ଅଛି ଗଣ୍ଡେ ମିଳୁ ମିଳୁ ଆପଣ ଆପଣଙ୍କ କାମ ଛାଡିଦେଇ ହଁ। ଦେବ କାର୍ଯ୍ୟରେ ନିଜକୁ ଲଗେଇବେ ଆଜ୍ଞା ଅତିଥି ବିଷ୍ଣୁ ରେବ ଆଜ୍ଞା ଜଗତରେ ଯଦି ଅତିଥି ସେବା ନାହିଁ ହଁ ତାହେଲେ ଜଗତରେ କିଛି ନାହିଁ କିଛି ନାହିଁ ଅତିଥି ସେବା ଯୋଉ ମଣିଷ କରିଛି ହଁ ଜୀବନରେ ସେ ସବୁ ପାଇଛି ପାଇଛି କର୍ମ ଯଦି ଠିକ ନାହିଁ ଆପଣ କିଛି ପାଇବେନି ଆଜ୍ଞା ନିଜ କର୍ମ ଛାଡି ହଁ। ନିଜକୁ ଅନ୍ୟ କାମରେ ଲଗେଇବେ ଲଗେଇବ। ତାହେଲେ ସେ କାମଟି କଣ ବୋଲେ ଅକର୍ମେ ବାସୁଦେବ ଅକର୍ମ କରିଲେ ଛାୟା ଅକର୍ମ କଲେ ମଣିଷ ମରିବ ଆଜ୍ଞା କର୍ମ କଲେ ମରିବ ଅକର୍ମ କଲେ ତରିବ କରିବ ଏଠି କର୍ମ ଗୁରୁ ଆଜ୍ଞା। ପୁଣି ଏଠି କହିଲେନି ଅକର୍ମ କଲେ ତରିବ କରିବ ତାହେଲେ ଅକର୍ମ କଣ ନା ଚୋରି କରିବା ହଁ। ଡକେଇତ କରିବା ହଁ। ମଣିଷ ମାରିବା ଆଜ୍ଞା। ଇଏ ହଉଛି ଅକର୍ମ ଅକର୍ମ ଏଗୁଡାକ ଯୋଉଠି କାମନା ଅଛି ହଁ ଅକର୍ମ କଲେ ମଣିଷ ଯଦି ବଞ୍ଚିବ ଆଜ୍ଞା। ତାହେଲେ ସେ ଅକର୍ମଟି କଣ ନା ଯାହା ନିଷ୍କାମ ଯଦି କାମନା ଅଛି ହଁ। ତାହେଲେ ଆପଣ ଦୁଃଖ ପାଇବେ ଆଜ୍ଞା। ଯଦି କାମନା ନାହିଁ ତାହେଲେ ଦୁଃଖ ପାଇବେ କାହିଁକି ତାହେଲେ ଜୀବନରେ କର୍ମ ଯଦି ଭୁଲ ହେଇଗଲା ସରିଗଲା ତାହେଲେ ଇଏ କହିଲେ ଅକର୍ମ ଆଉ ସେ କର୍ମ ଆଜ୍ଞା ତାହେଲେ ଏ ଯୋଉ ଦିଟି କର୍ମ ତାହେଲେ କର୍ମ କିଏ ସିନା କାମନା କାମନା ଯୋଉଠି ବୁଦ୍ଧଦେବ କହିଲେ 12 ବର୍ଷ 24 ବର୍ଷର ତପସ୍ୟା ଫଳ ନେଇ ଆସିବା ପରେ ଆଜ୍ଞା ସ୍ତ୍ରୀ କହିଲେ କଣ ଏଠି ହେଇପାରିନଥାନ୍ତ ତମେ ନିରଞ୍ଜନା ନଦୀ କୂଳରେ ତପସ୍ୟା କଲ କଲେ ଶିଖିକି ଗଲ ନା ଏଇଠି ଯଦି ହେଇଥାନ୍ତା ମୁଁ ଏତେ ବାଟ ଯାଇଥାନ୍ତି କାହିଁକି ଏଠି କିଛି ହବନି କହିଲେ ସେଇଠି ଏବେ 24 ବର୍ଷର ତପସ୍ୟା ଫଳ ହଁ ପାଇଛ କଣ କଣ ପାଇଛ ମୁଁ ତ ତମ ସ୍ତ୍ରୀ ହଁ ମୋର ଅଧା ଭାଗ ହଁ ବୋଲେ କାମନାର ବିନାଶରେ ହିଁ ଦୁଃଖର ବିନାଶ ନା ତାହେଲେ କାମନା ଯୋଉଠି ଦୁଃଖ ସେଇଠି ଯଦି ଆଜ୍ଞା। କାମନା ନାହିଁ ଦୁଃଖ ନାହିଁ ନାହିଁ। ତାହେଲେ ଅକର୍ମ କିଏ ବୋଲେ ଅକାର ବାସୁଦେବ ଉକାର ବ୍ରହ୍ମ ମୁଚ୍ୟତେ ଓକାର ମହେଶ୍ୱରଂଚ ଅର୍ଦ୍ଧମାତ୍ର
ଅକର୍ମ ହଉଛି ବାସୁଦେବଙ୍କ ସମ୍ବନ୍ଧୀୟ କର୍ମ ଯାହା। ଆଜ୍ଞା ଦର୍ଶକ ବନ୍ଧୁ ଆମ ପ୍ରୋଗ୍ରାମଟି ଆପଣଙ୍କୁ କେମିତି ଲାଗିଲା ଏହାର ମତାମତ ଦିଅନ୍ତୁ, ଲାଇକ୍ କରନ୍ତୁ, ସେୟାର କରନ୍ତୁ ଆଉ ହଁ ସବସ୍କ୍ରାଇବ୍ କରିବାକୁ କେବେ ଭୁଲନ୍ତୁନି। ରହୁଛି, ନମସ୍କାର।